କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଡିସ୍କସ୍ କରିବା କ୍ଲାସ୍ 7 ରାଜନୀତି ବିଜ୍ଞାନର ସେକେଣ୍ଡ ଚାପ୍ଟର। ସେକେଣ୍ଡ ଚାପ୍ଟରଟି ହେଉଛି ସ୍ୱାଧୀନତା ସଂଗ୍ରାମ ଓ ଭାରତ ସମ୍ବିଧାନର ଗଠନ ପ୍ରକ୍ରିୟା, ଯାହାର ସମୟ ସୀମାଟା ଥିଲା 1858 ରୁ 1949 ମସିହା ଭିତରେ। ବିଲାତର ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଭାରତରେ ପ୍ରବେଶ କଲେ। ଅଙ୍ଗୁଳି ପ୍ରବେଶରୁ ବାହୁ ପ୍ରବେଶ ପରି ଚତୁର ଇଂରେଜ କମ୍ପାନୀ ଆସ୍ତେ ଆସ୍ତେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲେ। ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଥିଲା, ସେତେବେଳେ ସେ କେବଳ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ହିଁ ଆସିଥିଲେ। କିନ୍ତୁ ତାପରେ ଧୀରେ ଧୀରେ ସେମାନେ କଣ କଲେ ନା ଧୀରେ ଧୀରେ ତାଙ୍କର ସ୍ଥାପତ୍ୟକୁ ବଢେଇ ବଢେଇ ଚାଲିଲେ। ଭାରତୀୟ ମାନଙ୍କୁ ଶୋଷଣ କରି ସେମାନଙ୍କର ଧନ ସବୁ ତାଙ୍କ ଦେଶକୁ ବୋହି ନେଲେ। ଭାରତୀୟ ମାନଙ୍କ ମନରେ ଇଂରେଜ ମାନଙ୍କ ବିରୁଦ୍ଧରେ ଅସନ୍ତୋଷ ନିଆଁ ଜଳିବାକୁ ଲାଗିଲା। 1857 ମସିହାରେ ହିନ୍ଦୁ ଓ ମୁସଲମାନ ସିପାହୀ ମାନେ ଏକତ୍ରିତ ହୋଇ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ, ଯାହାକୁ କୁହାଯାଏ ସିପାହୀ ବିଦ୍ରୋହ। ପ୍ରଥମ ସିପାହୀ ବିଦ୍ରୋହ ଯୋଉଟାକୁ କୁହାଯାଏ। ଏହି ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଅଭିହିତ ମାନେ ପରିଚିତ। ଇଂରେଜ ମାନଙ୍କର ଶକ୍ତି ଦ୍ୱାରା ବିଦ୍ରୋହକୁ ଦବେଇ ଦିଆଗଲା। ଭାରତୀୟ ମାନଙ୍କର ଅସନ୍ତୋଷର ସୂଚନା ପାଇ ଇଂରେଜ ସରକାର ଭାରତରେ କେତେକ ଶାସନ ସଂସ୍କାର ଆଣିବାକୁ ଚାହିଁଲେ। ଯେତେବେଳେ ସେ ଦେଖିଲେ ବିଦ୍ରୋହ ହେଲା, ତ ସେ କିଛି ଶାସନରେ କିଛି ସଂସ୍କାର ଆଣିବା ପାଇଁ, କିଛି ଉନ୍ନତି କରିବା ପାଇଁ ସିଏ ଚିନ୍ତା କଲେ। 1858 ମସିହାର ଭାରତ ଶାସନ ସମ୍ପର୍କିତ ଘୋଷଣାନାମା କଣ ହେଇଥିଲା? ଯେତେବେଳେ ସିଏ ଚାହିଁଲେ କି କିଛି ଚେଞ୍ଜେସ୍ ଆଣିବେ। ସିପାହୀ ବିଦ୍ରୋହର ଅବସାନ ପରେ ସରିଲା ପରେ 1858 ମସିହାରେ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ନାମରେ ଏକ ଘୋଷଣାନାମା ପ୍ରକାଶ ପାଇଲା। ଏହି ଘୋଷଣାନାମା ବଳରେ ଭାରତୀୟ ପ୍ରଜାମାନେ ବ୍ରିଟିଶ ସାମ୍ରାଜ୍ୟର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ବ୍ରିଟିଶ ପ୍ରଜାମାନଙ୍କ ପରି ସମାନ ଅଧିକାର ଉପଭୋଗ କରିବେ। ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଭାରତୀୟମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇପାରିବେ। ତ ଏଇ ଚେଞ୍ଜେସଟା ସେମାନେ ଆଣିଲେ। 1861 ମସିହା ଭାରତୀୟ ପରିଷଦ ଆଇନ କଣ ହେଇଥିଲା ସେତେବେଳେ? ଏହି ଆଇନ ବଳରେ ଭାରତୀୟ ପରିଷଦ ଆଇନ ଯୋଉଟା ସୃଷ୍ଟି ହେଲା, ତା ବଳରେ ଭାଇସରାୟଙ୍କର ଏକ ଇମ୍ପେରିଆଲ ବିଧାନ ପରିଷଦ ଗଠନ କରାଗଲା ଏବଂ ଏହାର ସଦସ୍ୟମାନେ, ତାମାନେ ବିଧାନ ପରିଷଦର ସଦସ୍ୟମାନେ ଭାଇସରାୟଙ୍କ ଦ୍ୱାରା ମନୋନୀତ ହେଲେ, ଯାହା ଫଳରେ ଖ୍ୟାତି ସମ୍ପନ୍ନ ଭାରତୀୟ ମାନେ ଆଇନ ପ୍ରଣୟନ ପାଇଁ ଅଧିକ ସୁଯୋଗ ପାଇଲେ। এই ଘଟଣାଟି ଘଟିଥିଲା 1861 ମସିହାରେ। ତାପରେ 1892 ମସିହାରେ ଶାସନ ସଂସ୍କାର ଆଇନ, କିଛି ଶାସନ ସଂସ୍କାର ଆଇନ ଆସିଲା। କାରଣ ନା 1861 ମସିହା ଭାରତୀୟ ଶାସନ ସଂସ୍କାର ଆଇନ ଯେଉଁ ଉଦ୍ଦେଶ୍ୟରେ ପ୍ରଣୟନ ହୋଇଥିଲା ତାହାର ସଫଳ ରୂପାୟନ ହୋଇପାରିଲା ନାହିଁ। ତେଣୁ ଯୋଉ 1861 ମସିହାରେ ଭାରତୀୟ ପରିଷଦ ଆଇନକୁ ଅଣାଗଲା, ତାହା ଠିକସେ କାମରେ ଆସିଲା ନାହିଁ ବୋଲି ସେତେବେଳର ତତ୍କାଳୀନ ଭାଇସରାୟ ଲର୍ଡ ରିପନ ପ୍ରକାନ୍ତରରେ ପ୍ରକାଶ କଲେ। ଭାରତୀୟମାନଙ୍କ ଦାବିକୁ ଇଂରେଜ ସରକାର ନିକଟରେ ଉପସ୍ଥାପନ କରି ଭାରତରେ ସ୍ୱାଧୀନତା ଆଣିବା ପାଇଁ 1885 ମସିହାରେ ଆଲାନ ଅକ୍ଟାଭିଆନ ହ୍ୟୁମଙ୍କ ଉଦ୍ୟମରେ ଭାରତୀୟ ଜାତୀୟ କଂଗ୍ରେସ ସୃଷ୍ଟି ହେଲା। କଂଗ୍ରେସ ଦଳର ନେତୃବୃନ୍ଦ ପ୍ରାଦେଶିକ ବିଧାନ ପରିଷଦ ମାନଙ୍କର କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତାବମାନ ଦେଲେ। ତାପରେ 1892 ମସିହା ଭାରତୀୟ ଶାସନ ସଂସ୍କାର ଆଇନ ବଳରେ ସର୍ବୋଚ୍ଚ ବିଧାନ ପରିଷଦ ଏବଂ ବମ୍ବେ ଓ ମାଡ୍ରାସ ପରି ପ୍ରାଦେଶିକ ବିଧାନ ପରିଷଦର ସଭ୍ୟ ସଂଖ୍ୟା ବୃଦ୍ଧି ସହିତ କ୍ଷମତା ପରିସରର ମଧ୍ୟ ବୃଦ୍ଧି ଘଟିଲା। 1909 ମସିହା ମାର୍ଲେ ମିଣ୍ଟୋ ଶାସନ ସଂସ୍କାର। 1905 ମସିହାରେ ବଙ୍ଗ ବିଭାଜନ ପରେ ଔପନିବେଶିକ ସରକାରଙ୍କର ଉଦ୍ଦେଶ୍ୟ ଜଣାପଡ଼ିଲା। ତାଙ୍କ ଉଦ୍ଦେଶ୍ୟ ଥିଲା ଦେଶ ଭିତରେ ସାମ୍ପ୍ରଦାୟିକ ବିଭେଦ ଆଣିବା, ସୃଷ୍ଟି କରିବା ଓ ପ୍ରଶାସନର ମୂଳ ଲକ୍ଷ୍ୟ ଥିଲା। 1909 ମସିହା ଶାସନ ସଂସ୍କାରରେ ପ୍ରଥମ ଥର ପାଇଁ ମୁସଲମାନ ମାନଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ସୁପାରିଶ କରାଗଲା।
ଭାଇସରାୟଙ୍କ କାର୍ଯ୍ୟପାଳିକା ପରିଷଦକୁ ଜଣେ ଭାରତୀୟ ମନୋନୀତ ହେବାର ବ୍ୟବସ୍ଥା କରାଗଲା। ବିଧାନ ପରିଷଦର କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଗଲା। ତେଣୁ 1909ରେ ପ୍ରଥମେ ସେମାନେ 1905ରେ ଯେତେବେଳେ ବଙ୍ଗ ବିଭାଜନ ହେଲା ସେଠୁ ଜଣା ପଡିଗଲା କି ଉଦ୍ଦେଶ୍ୟ କଣ ଥିଲା। ଯେତେବେଳେ ଉଦ୍ଦେଶ୍ୟ ଜଣା ପଡିଲା ତାପରେ 1909 ମସିହାରେ ଶାସନ ସଂସ୍କାରରେ ପ୍ରଥମ ଥର ପାଇଁ ମୁସଲମାନ ମାନଙ୍କ ପାଇଁ ଏକ ସେପାରେଟ ନିର୍ବାଚନ ମଣ୍ଡଳୀର ସୁପାରିଶ କରାଗଲା। ତାପରେ 1919 ମସିହା ଭାରତର ଶାସନ ସଂସ୍କାର ଆଇନ, 1918 ମସିହାରେ ଶାସନ ସଚିବ ମଣ୍ଟେଗ୍ରୁ ଏବଂ ଭାଇସରାୟ ଚେମ୍ସଫୋର୍ଡ ଭାରତ ଆସି କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଆସିବା ପରେ ଶାସନ ସଂସ୍କାର ଆଇନରେ ପ୍ରଦେଶମାନଙ୍କର ଦ୍ୱୈତ ଶାସନ ବ୍ୟବସ୍ଥାରେ କ୍ଷମତା ଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଗଲା, ଯଥା ହେଲା ସଂରକ୍ଷିତ ରିଜର୍ଭଡ ଆଉ ହସ୍ତାନ୍ତରିତ ଟ୍ରାନ୍ସଫର। 1935 ମସିହା ଭାରତ ଶାସନ ଆଇନ, 1935 ମସିହାରେ ଗୁଡାଏ ଆଇନ ପ୍ରଣୟନ କରାଗଲା। ସେଗୁଡିକ ହଉଛି, ଏଥିରେ କଣ ରହିଲା, ଭାରତରେ ଏକ ସଂଘୀୟ ରାଷ୍ଟ୍ର ସୃଷ୍ଟି କରିବାର ବ୍ୟବସ୍ଥା ରହିଲା। ବ୍ରିଟିଶ ପାର୍ଲାମେଣ୍ଟ ହାତରେ ଉକ୍ତ ଆଇନ ସଂଶୋଧନ ଏବଂ ପରିବର୍ତ୍ତନ କରିବାର ଅଧିକାର ନ୍ୟସ୍ତ କରାଗଲା। 1919 ମସିହା ଆଇନରେ ପ୍ରଦେଶ ମାନଙ୍କୁ ପ୍ରଦତ୍ତ ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତା ବାଦ ଦିଆଯାଇ କେନ୍ଦ୍ର ସରକାରଙ୍କ କ୍ଷମତା ଗୁଡ଼ିକୁ ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତାରେ ଭାଗ କରାଗଲା। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନର ବ୍ୟବସ୍ଥା କରାଗଲା। ସାମ୍ପ୍ରଦାୟିକ ପ୍ରତିନିଧିତ୍ୱ ବ୍ୟବସ୍ଥା ମଧ୍ୟ ରହିଲା। କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦର ସମାଧାନ ଏବଂ ଆଇନ ତର୍ଜମା କରିବା ପାଇଁ ସଂଘୀୟ ନ୍ୟାୟାଳୟ ବ୍ୟବସ୍ଥା କରାଗଲା, ତାମାନେ କୋର୍ଟର ବ୍ୟବସ୍ଥା କରାଗଲା। ତାପରେ 1947 ମସିହା ଭାରତର ସ୍ୱାଧୀନତା ଆଇନ, ବ୍ରିଟିଶ ସରକାରଙ୍କ ପ୍ରତିନିଧି ହିସାବରେ ଭାରତୀୟ ମାନଙ୍କର ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଲର୍ଡ ମାଉଣ୍ଟବ୍ୟାଟେନ ବର୍ଡଲାଟ ଭାବରେ ଭାରତକୁ 1947 ମସିହାରେ ଆସିଥିଲେ। ସେ ଭାରତର କଂଗ୍ରେସ ନେତୃବୃନ୍ଦ, ମୁସଲିମ ଲିଗର ନେତା ଏବଂ ଭାରତର କେତେକ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରି ଯେଉଁ ପ୍ରସ୍ତାବ ଦେଇଥିଲେ ସେଇ ଭିତରେ ପଏଣ୍ଟସ ଗୁଡ଼ିକ ହଉଛି, ଫାର୍ଷ୍ଟ ଥିଲା ଭାରତକୁ ବିଭାଜନ କରାଯାଇ ଭାରତ ଆଉ ଏକ ସ୍ୱତନ୍ତ୍ର ରାଷ୍ଟ୍ରରେ ବିଭାଜନ କରାଯିବ। ତାପରେ ମାନେ ଦୁଇଟି ସ୍ୱାଧୀନ ରାଷ୍ଟ୍ର ରହିବେ, ଭାରତ ଏବଂ ଆଉ ଏକ ଅନ୍ୟ ରାଷ୍ଟ୍ର। ତାପରେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ପୃଥକ ଭାବରେ ସାର୍ବଭୌମ ବ୍ୟବସ୍ଥାପକ ସଭା ରହିବ। ପ୍ରତ୍ୟେକ ରାଷ୍ଟ୍ର ପାଇଁ ବର୍ଡଲାଟ ନିଯୁକ୍ତି ବ୍ୟବସ୍ଥା ମଧ୍ୟ ରହିବ। ରାଜ୍ୟ ମାନଙ୍କରେ ଗଭର୍ଣ୍ଣର ନିଯୁକ୍ତି ପାଇବେ। ଭାରତରେ ବ୍ରିଟିଶ ସରକାରଙ୍କ ଶାସନ ରହିବ ନାହିଁ। ସମ୍ବିଧାନ ପ୍ରଣୟନ ସଭା, କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି, କ୍ୟାବିନେଟ ମିଶନ ସୁପାରିଶ କ୍ରମେ ସମ୍ବିଧାନ ପ୍ରଣୟନ ପାଇଁ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଯାଇଥିଲା। ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ମୁସଲିମ ଲିଗ ଏହି ସଭାରୁ ଅଲଗା ହୋଇଯାଇଥିଲା। ସଭାର ସଦସ୍ୟ ସଂଖ୍ୟା 399 ଥିଲା। ସମ୍ବିଧାନ ପ୍ରଣୟନ ସଭା ପ୍ରଥମେ 1946 ମସିହା ଡିସେମ୍ବର 9 ତାରିଖରେ ବସିଥିଲା। ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଥିବା ବେଳେ ଡକ୍ଟର ଭୀମରାଓ ଆମ୍ବେଦକର ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଥିଲେ। ନୂତନ ସମ୍ବିଧାନ 1949 ମସିହା ନଭେମ୍ବର 26 ତାରିଖରେ ଗ୍ରହଣ କରାଯାଇ 1950 ମସିହା ଜାନୁଆରୀ 26 ତାରିଖ ଠାରୁ କାର୍ଯ୍ୟକାରୀ ହୋଇ ଆସୁଅଛି। ବୁଝିହେଲା? ଯଦି ବୁଝିହେଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ। ଆଉ ଯଦି କିଛି କ୍ୱେଶ୍ଚିନ୍ସ ଅଛି କୋଉ ଜାଗାରେ ବୁଝିହେଲାନି କମେଣ୍ଟରେ ଲେଖିକି ଦବ ବା ଇମେଲ କରିବ, ଆନ୍ସର କରିଦବା। ଆଉ